ମୁଁ ନଚିକେତା ସ୍ୱାଇଁ ଗଞ୍ଜାମ ଜୋନ୍ ବିଜୁ ଯୁବ ଜନତା ଦଳର ସଭାପତି। ଦେଖନ୍ତୁ, ବର୍ତ୍ତମାନ ରାଜ୍ୟର ପରିସ୍ଥିତି ବହୁତ ଖରାପ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠି ଦିନ ଦ୍ୱିପହରେ ଛାତ୍ରୀଙ୍କୁ ଜଳେଇ ଦିଆଯାଉଛି ଏବଂ ଗୋପାଳପୁର ଭଳି ବିଚ୍ରେ ଛାତ୍ରୀକୁ 10 ଜଣ ଗଣ ଦୁଷ୍କର୍ମ କରୁଛନ୍ତି ଏବଂ ଗୋଟେ ଛାତ୍ରୀ ନ୍ୟାୟ ଭିକ୍ଷା କରିକି ସେ ତାର ଜୀବନ ହାରୁଛି। ତେଣୁ ରାଜ୍ୟର ଅବସ୍ଥା ବହୁତ ଖରାପ। ଆପଣମାନେ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ଲୋକ ହାହାକାର, ସମସ୍ତେ ତାଙ୍କର ସୁରକ୍ଷା ଏବଂ ତାଙ୍କର ଯୋଉ ଅଧିକାର ଅଛି ତା ପାଇଁ ସମସ୍ତେ ଚିନ୍ତିତ ଅଛନ୍ତି। ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କ ଆହ୍ୱାନ ଯେ ଆମେ ଗୋଟେ ବିରୋଧୀ ଦଳ ହିସାବରେ ଯୋଉ ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆମେ ବିରୋଧ କରୁଛୁ ଏବଂ ଆଗାମୀ 4 ତାରିଖ ଦିନ ଆମର ଯିଏ ପୋଲିସ ମହାନିର୍ଦ୍ଦେଶକ ଅଛନ୍ତି ତାଙ୍କୁ ଆମେ ଗୋଟେ ଦାବିପତ୍ର ପ୍ରଦାନ କରିବୁ ଏବଂ ଆସିକା ଠାରେ ବହୁତ ଛାତ୍ରଛାତ୍ରୀ ପ୍ରାୟ 500ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦାନ କରିବେ। ସେଦିନ ଆମେ ସମସ୍ତେ ଆଇଆଇସିଙ୍କ ନିକଟକୁ ଯିବୁ ଏବଂ ଦାବିପତ୍ର ଦେବୁ ଯେ ଅପାରଗ ସରକାର ସୁରକ୍ଷା ଦେବାରେ ଯୋଉ ଏମାନେ ବିଫଳ ହେଇଛନ୍ତି ତାଙ୍କୁ ଚେତେଇ ଦେବା ପାଇଁ ଯୁବ ଛାତ୍ର ସମାଜ ଏକାଠି ହେଇଛନ୍ତି। ଆଜି ଆମର ଆସିକା ନିର୍ବାଚନ ମଣ୍ଡଳ ସମସ୍ତ ଯୁବ ଛାତ୍ର ଏକାଠି ହେଇକି ଆମେ ଆଜି ଗୋଟେ ପ୍ରସ୍ତୁତି ବୈଠକ କରିଥିଲୁ। ସେଇଦିନ କେମିତି ସଫଳ ଆୟୋଜନ କରାଯିବ। ନାଇଁ, ଦେଖନ୍ତୁ, ଆମେ ଗୋଟେ ବିଜୁ ଜନତା ଦଳର ଗୋଟେ ଛାତ୍ର ସଂଗଠନ ଏବଂ ଯୁବ ସଂଗଠନ ଅଛି। এই ଦୁଇ ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତା ତତ୍ସହିତ ଆମର ଯୋଉ ଛାତ୍ରଛାତ୍ରୀ ଭଉଣୀ ମାନେ ଅଛନ୍ତି ଯାହା ପ୍ରତି ଅନ୍ୟାୟ ହଉଛି ସମସ୍ତେ ଯୋଗଦାନ କରିବେ ବୋଲି ଆମକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ସମସ୍ତଙ୍କର ସହଯୋଗରେ ଆମେ ପ୍ରତିବାଦ ସଭା କରିଛୁ। ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ମାସ୍କା ବ୍ଲକ 3 ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ। ଦେଖନ୍ତୁ, ଯେଉଁଭଳି ଭାବରେ ଦୀର୍ଘ 13 ମାସ ହେଲା ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଛାତ୍ରୀ ନିର୍ଯାତନା, ଛାତ୍ରୀ ଗଣବଳାତ୍କାର ଏବଂ ନାରୀମାନେ ଅସୁରକ୍ଷିତ, ମହିଳାମାନେ ଅସୁରକ୍ଷିତ, ଆଜି ସାରା ଭାରତ ବର୍ଷ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଆଜି ଲଜ୍ଜିତ ହେଲା ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଭଉଣୀଙ୍କ ପାଇଁ। ସେଭଳି ଭାବରେ ଗୋପାଳପୁର ଗଣ ଦୁଷ୍କର୍ମ, ଯେଉଁଭଳି ଭାବରେ ଖଲିକୋଟ ଛାତ୍ରୀ, ବଳଙ୍ଗାର ଜଣେ ଛାତ୍ରୀ ଯେଉଁଭଳି ଭାବରେ ପୀଡ଼ିତା ହେଲେ, ଆପଣ ପ୍ରତ୍ୟେକ ଦିନ ଦେଖୁଥିବେ ସାରା ରାଜ୍ୟରେ ପ୍ରାୟ 20ରୁ ଉର୍ଦ୍ଧ୍ୱ ମହିଳା ଛାତ୍ରୀ ମାନେ ଗଣ ଦୁଷ୍କର୍ମ, ନିର୍ଯାତନା ଏବଂ ଅତ୍ୟାଚାରିତ ହେଉଛନ୍ତି। ତା ବିରୋଧରେ ଯେଉଁଭଳି ଭାବରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବରେ ବିଫଳତା, ପ୍ରତ୍ୟେକ ଦୃଷ୍ଟିରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଆମେ ସମସ୍ତଙ୍କର ପ୍ରିୟ ଓଡ଼ିଶାର 4 କୋଟି ଓଡ଼ିଆଙ୍କର ବଡ଼ମଣି ବିଜୁ ଜନତା ଦଳର ରାଜ୍ୟ ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କର ନିର୍ଦ୍ଦେଶ, ବିଜୁ ଯୁବ ଜନତା ଦଳର ଏବଂ ଚାନ୍ଦବାନ୍ଦର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଡକ୍ଟର ବ୍ୟୋମକେଶ ରାୟ ମହୋଦୟଙ୍କର ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ବାଙ୍କିର ବିଧାୟକ ଦେବରଞ୍ଜନ ତ୍ରିପାଠୀ ମହୋଦୟଙ୍କର ଆହ୍ୱାନ କ୍ରମେ ଆଜି ଆସିକା ନିର୍ବାଚନ ମଣ୍ଡଳର ପୂର୍ବତନ ଜନପ୍ରିୟ ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ମହୋଦୟଙ୍କର ପରାମର୍ଶ କ୍ରମେ ଏବଂ ଗଞ୍ଜାମ ଜୋନ୍ ଯୁବ ସଭାପତି ଶ୍ରୀ ନଚିକେତା ସ୍ୱାଇଁ ମହୋଦୟ ସଭାପତି ଦ୍ୱାରା ଆଜି ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା। 1ରୁ 8 ସାରା ରାଜ୍ୟରେ ଯୁବ ଛାତ୍ର ସଂଗଠନ ତରଫରୁ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ, ସେ ନିର୍ବାଚନ ମଣ୍ଡଳୀ ହଉ ଜିଲ୍ଲା ସ୍ତରରେ ହଉ, ଆମେ ଯେଉଁଭଳି ଭାବରେ ଅପାରଗ ବିଜେପି ସରକାର ଭ୍ରଷ୍ଟାଚାର, ଯେଉଁଭଳି ଭାବରେ ବର୍ଷ 1 ଆପଣମାନେ ଅତ୍ୟାଚାର ଅନେକ, ଦୁଷ୍କର୍ମ ଅନେକ, ନିର୍ଯାତିତ ଅନେକ, ପ୍ରତାରଣା ଅନେକ ଏବଂ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅନେକ, ତାର ପ୍ରତିବାଦରେ ଯେଉଁଭଳି ଭାବରେ ଆଗାମୀ ଦିନରେ ଜଣେ ମାଟିଏ, ଜଣେ ଛାତ୍ରୀଟିଏ, ଜଣେ ମହିଳା ଯେଉଁଭଳି ଭାବରେ ସୁରକ୍ଷିତ ରହିବ ଏବଂ ଆଇନ ଶୃଙ୍ଖଳା ଠିକ ଠାକ ଚାଲିବ, ଆମର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କର ଉଦ୍ଦେଶ୍ୟରେ ଆସିକା ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ଦିଆଯିବ। ଆସିକା ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ସେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଆସନ୍ତା 4 ତାରିଖ ଦିନ 500ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୁବ ଛାତ୍ର ଜନତା ଦଳ କର୍ମକର୍ତ୍ତା ଯୋଗ ଦେବା ସହିତ ଆସନ୍ତା 14 ତାରିଖ ଦିନ ଏକ ପୋଷ୍ଟାଲ କାର୍ଡ ମାଧ୍ୟମରେ ଏ ମୋହନ ମାଝୀ ଅପାରଗ ବିଜେପି ଭ୍ରଷ୍ଟାଚାର ସରକାରକୁ ଏକ ଚେତାବନୀ ଦିଆଯିବ ଯୁବ ଛାତ୍ର ଜନତା ଦଳ ତରଫରୁ। ଯେଉଁଭଳି ଭାବରେ 13 ମାସରେ ଓଡ଼ିଶାରେ ଏକ ବିଫଳ ସରକାର ଯେଉଁଭଳି ଭାବରେ ଅନ୍ୟାୟ, ଅତ୍ୟାଚାର, ନିର୍ଯାତନା ବଢ଼ି ଚାଲିଛି ତାକୁ ରୋକ କରିବା ପାଇଁ, ବନ୍ଦ କରିବା ପାଇଁ ଏବଂ ତାଙ୍କର ନୈତିକତା ଦୃଷ୍ଟିରୁ ମୋହନ ମାଝୀ ଇସ୍ତଫା ଦାବି କରି ଆମେ ଏକ ଚିଠିପତ୍ର ମଧ୍ୟ ପ୍ରଦାନ କରାଯିବ। ପୋଷ୍ଟ ଅଫିସ ସମସ୍ତେ ସମ୍ମିଳିତ ହୋଇ ପୋଷ୍ଟ କାର୍ଡ ମାଧ୍ୟମରେ ଚିଠି ଲେଖାଯିବ ମୋହନ ମାଝୀ। এইভাবে ହାତକୁ ନିଆଯାଇଛି ଏବଂ ନିଶ୍ଚିତ ଭାବରେ ଆସିକା ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲା ନୁହଁ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ, ଯାହା ବିଜୁ ଜନତା ଦଳ ସବୁବେଳେ ମା ମାନଙ୍କ ପାଇଁ ଏବଂ ଓଡ଼ିଶାବାସୀଙ୍କର ସେବା ପାଇଁ, ଛାତ୍ରଛାତ୍ରୀମାନଙ୍କ ପାଇଁ ସବୁବେଳେ ସ୍ୱାର୍ଥ ପାଇଁ ଲଢ଼େଇ କରିବା ପାଇଁ ସଂକଳ୍ପବଦ୍ଧ। ଏ ବିଶ୍ୱାସ, ଆତ୍ମବିଶ୍ୱାସ ବିଜୁ ଜନତା ଦଳ ପ୍ରତ୍ୟେକ ଦିନ 4 କୋଟି ଓଡ଼ିଆଙ୍କ ପାଇଁ ଯେଉଁଭଳି ଭାବରେ ସେବା ଜାରି ରଖିଥିଲା ତାହା ନିଶ୍ଚିତ ଭାବରେ ଆଜି ଆମେ ସରକାର ନଥିଲେ ମଧ୍ୟ ସେ କାର୍ଯ୍ୟକ୍ରମ ଆଗକୁ ଜାରି ରଖିବୁ। ସବୁବେଳେ ଓଡ଼ିଶାର ସ୍ୱାର୍ଥ, ଲୋକଙ୍କର ସ୍ୱାର୍ଥ, ଛାତ୍ରଛାତ୍ରୀମାନଙ୍କର ସ୍ୱାର୍ଥ ପାଇଁ ଲଢ଼େଇ କରିବୁ ଯୁବ ଛାତ୍ର ଜନତା ଦଳ।